ଆମେ ଆପଣଙ୍କୁ ନଡ଼ିଆର ଗୋଟିଏ ଉପାୟ ବତାଇବୁ ଯେଉଁ ଉପାୟ ଆପଣଙ୍କ ଘରର ସବୁ ସମାଧାନକୁ ସବୁ ସମସ୍ୟାକୁ ଦୂର କରିଦେବ। ନକାରାତ୍ମକ ଊର୍ଜାକୁ ପୁରା ଶୋଷି ନେବ। ଯଦି ଆପଣଙ୍କ ଘରେ ଅତିରୁ ଅତି ଭୟଙ୍କର କଳା ଯାଦୁ, ଗୁଣି ଗାରେଡ଼ି, ତନ୍ତ୍ର ମନ୍ତ୍ର ହୋଇଛି ସେ ସବୁକୁ ମୂଳରୁ ଦୂର କରିଦେବ। ତ ଦର୍ଶକ ବନ୍ଧୁ, କଳା ଯାଦୁ ଗୋଟିଏ ଏପରି ଜିନିଷ ଯାହା ଦ୍ୱାରା ଆମେ କୌଣସି ନା କୌଣସି ବଡ଼ ସମସ୍ୟାରେ ପଡ଼ିଯାଇଥାନ୍ତି। ନିର୍ଦ୍ଦୋଷ ହେଇକି ବି ଆମକୁ ଫସିବାକୁ ପଡ଼ିଥାଏ। ଆମ ଶରୀର ସୁସ୍ଥ ଥାଇକି ବି କୌଣସି ନା କୌଣସି ବେମାରୀରେ ପଡ଼ିଯାଇଥାନ୍ତି। ଲକ୍ଷେ ଚେଷ୍ଟା କଲା ପରେ ବି ଆମେ ଦୈନନ୍ଦିନ ପରିସ୍ଥିତି ଜୀବନରେ ଦିନକୁ ଦିନ କମଜୋର ହେବାକୁ ଲାଗିଥାନ୍ତି, ବିଗିଡ଼ି ଯାଇଥାନ୍ତି। ଆମେମାନେ ପୁରାପୁରି ବର୍ବାଦ ହେଇ ଯାଇଥାନ୍ତି। ଆମ ପାଖରେ ଆଉ କିଛି ବି ନଥାଏ। ତ ଯଦି ଆପଣଙ୍କ ସହିତ ଏପରି ହୋଇଥାଏ ତ ସାବଧାନ ହୋଇଯାନ୍ତୁ। ଆଉ ଯେତେ ଦୂର ସମ୍ଭବ ହେଇପାରିବ ଯଦି ଆପଣ ବି ଏହିପରି ସମସ୍ୟାରେ ଚାଲୁଛନ୍ତି ତ ସେହି ସମସ୍ୟାରୁ ତୁରନ୍ତ ଦୂର କରିବା ପାଇଁ ଚେଷ୍ଟା କରନ୍ତୁ। ଆଉ ସେହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେବଳ ଆଉ କେବଳ ହେଉଛି ନଡ଼ିଆ। ତେବେ ଚାଲନ୍ତୁ ଜାଣିବା କ'ଣ ସେହି ନଡ଼ିଆର ଉପାୟ। କିନ୍ତୁ ଜାଣିବା ପୂର୍ବରୁ ହେ ପ୍ରଭୁ ବଜରଙ୍ଗୀ, ଯିଏ ବି ଆପଣଙ୍କର ଏହି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି କମେଣ୍ଟ ବକ୍ସରେ ଜୟ ବଜରଙ୍ଗୀ ଲେଖିବେ ତାଙ୍କ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଆପଣ ଦୂର କରିନେବେ। ତ ନଡ଼ିଆକୁ ଶ୍ରୀଫଳ କୁହାଯାଏ, ମାନେ ମାତା ଲକ୍ଷ୍ମୀଙ୍କର ଏହି ଫଳ ମନାଯାଏ। ତ ଆପଣ କ'ଣ କରିବେ ନା ଗୋଟିଏ ଶୁଖିଲା ନଡ଼ିଆଟିଏ ନେବେ, ପତା ଛଡ଼େଇ ଦେବେ। ତାପରେ ସେହି ନଡ଼ିଆକୁ ଆଣି ଆପଣଙ୍କ ଶରୀରରେ 7 ଥର ବୁଲାଇ ଆଣିବେ। ତାପରେ ସେହି ନଡ଼ିଆକୁ ଗୋଟିଏ ଲାଲ ରଙ୍ଗର କପଡ଼ାରେ ବାନ୍ଧିଦେବେ। ତାପରେ ସେହି ନଡ଼ିଆକୁ ନେଇ ପ୍ରଭୁ ହନୁମାନଙ୍କ ମନ୍ଦିରରେ ଚଢ଼ାଇ ଦେବେ। କିନ୍ତୁ ଧ୍ୟାନ ରଖିବେ, ଯେତେବେଳେ ବି ନଡ଼ିଆକୁ ଶରୀରରେ 7 ଥର ବୁଲାଇବେ ସେହି ସମୟରେ ଗୋଟିଏ ଶବ୍ଦ କହିବେ। ଆଉ ଏହା କହିବେ କି ହେ ପ୍ରଭୁ, ମୋ ଶରୀରରେ ଯେତେ ବି ନକାରାତ୍ମକ ଶକ୍ତି ଅଛି, ତନ୍ତ୍ରମନ୍ତ୍ର ଅଛି କିମ୍ବା ଭୂତ ପ୍ରେତ ଅଛି, ଯଦି ଶରୀରରେ ଥାଏ ତ ଏହି ନଡ଼ିଆ ଭିତରକୁ ସେ ସବୁ ଚାଲିଯାଉ। ତାପରେ ଏହି ମନ୍ତ୍ରଟିକୁ 7 ଥର କହିବେ। ଆଉ ମନ୍ତ୍ରଟି ହେଉଛି ଓମ୍ ହନୁମନ୍ତେ ନମଃ। ଏହି ମନ୍ତ୍ରକୁ 7 ଥର କହିବେ। 7 ଥର ଆପଣଙ୍କର ଶରୀରରେ ସେହି ନଡ଼ିଆକୁ ବୁଲାଇ ଆଣିବେ। ତାପରେ ସେହି ନଡ଼ିଆକୁ ଗୋଟିଏ ଲାଲ କପଡ଼ାରେ ବାନ୍ଧି ଆପଣଙ୍କ ଘର ପାଖରେ ଥିବା ହନୁମାନ ମନ୍ଦିରକୁ ଚାଲିଯିବେ। ହନୁମାନ ମନ୍ଦିରରେ ସେହି ନଡ଼ିଆଟାକୁ ଚଢ଼ାଇ ଦେବେ। ବାସ୍ ଏତିକି କରନ୍ତୁ, ଦେଖିବେ ଆପଣଙ୍କ ଜୀବନରେ ଯାହା ବି ସମସ୍ୟା ଥିବ ସବୁ ଧୀରେ ଧୀରେ ସମାପ୍ତ ହେବାକୁ ଲାଗିବ। କାହିଁକି ନା ସେହି ସବୁ ସମସ୍ୟାକୁ ନିଜେ ନଡ଼ିଆ ତା ଦେହକୁ ଶୋଷି ନେଇଥାଏ ଏବଂ ଭଗବାନ ହନୁମାନଙ୍କ ପାଖରେ ସମର୍ପଣ କରିଦେଇଥାଏ। ଆଉ ଭଗବାନ ହନୁମାନ ସେହି ସବୁ ସମସ୍ୟାକୁ ବିଘ୍ନ କରିଦେଇଥାନ୍ତି। ବାକି ଭିଡ଼ିଓକୁ ଅଧିକରୁ ଅଧିକ ମାତ୍ରାରେ ସେୟାର କରନ୍ତୁ ଏବଂ ଭିଡ଼ିଓ ଗୋଟେ ଲାଇକ୍ ଟିଏ କରନ୍ତୁ।